ରୋହି ମାଛକୁ ଥରେ ଏମିତି ରାନ୍ଧନ୍ତୁ, ମାଛ କ'ଣ ଝୋଳ ଲଗାଇକି ବି ଭାତ ଖାଇଦେବେ। ନମସ୍କାର, ରୁଚି ଓଡ଼ିଆ କିଚେନକୁ ଆପଣମାନଙ୍କୁ ସ୍ୱାଗତ। ଆଶା କରୁଛି ଆପଣମାନଙ୍କୁ ଏ ରେସିପିଟି ନିଶ୍ଚିତ ଭାବରେ ପସନ୍ଦ ଆସିବ। ଭିଡ଼ିଓଟିକୁ ଫୁଲ୍ ୱାଚ୍ କରିବା ପାଇଁ ଆପଣମାନଙ୍କୁ ମୋ ତରଫରୁ ଅନୁରୋଧ ରହିଲା। ପ୍ରଥମେ ଏଠି ମୁଁ 4ରୁ 5 ପିସ୍ ରୋହି ମାଛ ନେଇଛି, ତାକୁ ଭଲସେ ମୁଁ ଧୋଇ ନେଇଛି। ଆଉ ମାଛର କ୍ୱାଣ୍ଟିଟି ଆପଣଙ୍କ ହିସାବରେ ଆପଣ କମ୍ ବେଶୀ କରିପାରିବେ। ଏବେ ଏଠି ମୁଁ ନେଇଛି ଗୋଟେ ଛୋଟ ଚାମଚ ହଳଦୀ ପାଉଡ଼ର, ସ୍ୱାଦ ଅନୁସାରେ ଲୁଣ। ଏବେ ଏଥିରେ ଦେବା ଗୋଟେ ଚାମଚ ସୋରିଷ ତେଲ। ମାଛଟା ବେଶୀ ସମୟ ବାହାରେ ରହିଲେ ତାର ଗୋଟେ ସ୍ମେଲ୍ ଆସିଥାଏ, ସେ ସ୍ମେଲ୍ଟା ଆଉ ହେବନି ଯଦି ଆପଣ ତେଲ ତାଥିରେ ପକାଉଛନ୍ତି। ଏବେ ଆମେ ଏଥିରେ ଆଇଁଷିଆ ସ୍ମେଲ୍ ନ ହେବା ପାଇଁ ମାଛର ହାଫ୍ ଚାମଚ ଲେମ୍ବୁ ରସ ଏଥିରେ ଆଡ଼୍ କରିବା। ଏବେ କ'ଣ କରିବା ନା, ଆକୁ ଭଲସେ ଗୋଳେଇ ନେବା। ଗୋଳେଇକି ଆକୁ ସାଇଡ଼୍ରେ ରଖିଦେବା। ଏଠି ଦେଖନ୍ତୁ ମୁଁ ନେଇଛି 10ରୁ 15 କୋଲା ରସୁଣ ଚୋପା ଛଡ଼େଇକି ନେଇଛି। ଏଠି ମୁଁ ନେଇଛି 3ରୁ 4 ଇଞ୍ଚ ଅଦା। ଏବେ କ'ଣ କରିବା ନା, ରସୁଣକୁ ଭଲସେ ଛେଚି ନେବା, ମାନେ ଦରଦରା ଛେଚା କରିବା। ଦେଖନ୍ତୁ ରସୁଣର ଛେଚାଟା ଏଇ ଟାଇପ୍ର ହିଁ ରହିବା ଦରକାର। ଏବେ ସେଇଥିରେ ମୁଁ ନେଉଛି ଅଦାକୁ ଛୋଟ ଛୋଟ ପିସ୍ରେ କାଟି ନେଇଛି, ଯେଉଁଥିରେ କି ଛେଚିବା ପାଇଁ ଆମକୁ ସୁବିଧା ହେବ। ଦେଖନ୍ତୁ ଅଦାକୁ ମଧ୍ୟ ମାନେ ମୁଁ ଛେଚି ନେଇଛି, ଅଦାକୁ ପୁରା ପ୍ଲେନ୍ କରିକି ଛେଚି ନେବେ। ଦେଖନ୍ତୁ ଏଇ ଟାଇପ୍ର। ଏବେ କ'ଣ କରିବା ନା, ଏଠି ନେବା ପିଆଜ। ଏଠି ମୁଁ 4ଟି ମିଡ଼ିୟମ୍ ସାଇଜ୍ ପିଆଜ ନେଇଛି। ଆଉ ଆପଣ ଚାହିଁଲେ ପିଆଜର କ୍ୱାଣ୍ଟିଟି କମ୍ ବେଶୀ କରିପାରିବେ। ଏଠି ଦେଖନ୍ତୁ ମୁଁ ଭଲସେ ଆକୁ ସ୍ଲାଇସ୍ କରି ନେଇଛି, ପତଳା ପତଳା ସ୍ଲାଇସ୍। ଏବେ ଏଠି ମୁଁ କରେଇ ନେଇଛି, କରେଇକି ଆଗରୁ ବସେଇଥିଲି, ଗରମ ହେଇକି ଅଛି। ମାଛ ଭାଜିବା ପାଇଁ ଯେତିକି ଆପଣଙ୍କର ତେଲ ଆବଶ୍ୟକ ସେତିକି ଆପଣ ପକାଇବେ। ଏଠି ମୁଁ ମିନିମମ୍ 20 ଗ୍ରାମ ତେଲ ଆଡ଼୍ କରିଛି। ଏବେ କ'ଣ କରିବା ନା, ତେଲକୁ ଭଲସେ ଗରମ ହେବାକୁ ଦେବା। ତେଲଟା ଯେତେ ଭଲସେ ଗରମ ହେବ ମାଛଟା ଆମର ସେତେ ବଢ଼ିଆ ସେ ଉଠିବ, ନଚେତ୍ କରେଇର ତଳେ ଲାଗିଯିବ। ଏବେ ଦେଖନ୍ତୁ ମାଛକୁ ମୁଁ ମିଡ଼ିୟମ୍ ଲୋ ଫ୍ଲେମ୍ରେ ଭାଜି ନେବି। ମାଛ ତରକାରୀ ପାଇଁ ମାଛକୁ କେବଳ 70% ହିଁ ଭାଜିବେ, ମାନେ ପୁରା କଡ଼କା କରିକି ଭାଜିବେନି। ମାଛଟା ଟିକେ ମାନେ ଅଧା ଭଜା ରହିଲେ ବହୁତ ଭଲ ଲାଗିବ ଖାଇବା ପାଇଁ ତରକାରୀରେ। ଏବେ ଦେଖନ୍ତୁ ମାଛଟା ଆମର ବଢ଼ିଆ ସେ ହେଇଗଲାଣି। ଏବେ ଆମେ କ'ଣ କରିବା ନା, ଆକୁ ଗୋଟେ ପ୍ଲେଟ୍କୁ ଆମେ କାଢ଼ି ନେବା। ଆଉ ସବୁଯାକ ମୁଁ ଦେଖନ୍ତୁ ପ୍ଲେଟ୍କୁ କାଢ଼ି ନେଇଛି। ଏବେ ସେଇ କରେଇରେ କ'ଣ କରିବା ନା, ବାକି ମାଛ ତକ ପକାଇକି ତାକୁ ମଧ୍ୟ ଭାଜି ନେବା। ଏବେ ଦେଖନ୍ତୁ ସବୁଯାକ ମାଛକୁ ଭାଜିକି ମୁଁ ଗୋଟେ ପ୍ଲେଟ୍କୁ କାଢ଼ି ନେଇଛି। ଏବେ ସେଥିରେ କିଛି ତେଲ ବଳିଛି, ସେଥିରେ ଆମେ ନେବା ଗୋଟେ ଛୋଟ ଚାମଚ ପଞ୍ଚ ଫୁଟଣ। ଫୁଟଣକୁ ଭଲସେ ଫୁଟିବାକୁ ଦେବା। ଫୁଟଣ ଭଲସେ ଫୁଟିଲା ପରେ କାଟିକି ରଖିଥିବା ପିଆଜକୁ ଏଥିରେ ଆଡ଼୍ କରିବା। ଆଉ ପିଆଜକୁ ଆଡ଼୍ କରିକି କ'ଣ କରିବା ନା, ମିଡ଼ିୟମ୍ ଲୋ ଫ୍ଲେମ୍ରେ ଗ୍ୟାସ୍କୁ ରଖିକି ପିଆଜକୁ ଭାଜିବା ଯେପର୍ଯ୍ୟନ୍ତ ପିଆଜର କଲର୍ଟା ଚେଞ୍ଜ ନ ହେଇଛି। ପିଆଜର କଲର୍ଟା ଲାଇଟ୍ ଗୋଲ୍ଡେନ୍ କଲର୍ ହେଲା ପରେ ଦେଖନ୍ତୁ ପିଆଜର କଲର୍ଟା ଲାଇଟ୍ ଗୋଲ୍ଡେନ୍ କଲର୍ ହେଇଗଲାଣି। ଏବେ ଆମେ ଏଇ ସମୟରେ କ'ଣ କରିବା ନା, ଅଦା ରସୁଣ ଛେଚାକୁ ଆମେ ଆଡ଼୍ କରିବା। ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ ରଖିକି ଅଦା ରସୁଣକୁ ଭାଜି ନେବା, ଯେମିତିକି ଅଦା ରସୁଣର ସ୍ମେଲ୍ଟା ଦୂର ହେଇଯିବ, ପ୍ଲସ୍ ତା ସହିତ ମାନେ ପିଆଜ ସହିତ ଅଦା ରସୁଣଟା ଭଲସେ ଭାଜି ହେଇଯିବ। ଦେଖନ୍ତୁ ପିଆଜ ସହିତ ବି ଅଦା ରସୁଣର କଲର୍ଟା ଚେଞ୍ଜ ହେଇଗଲାଣି। ଦେଖନ୍ତୁ ମିଶି ଯାଇଛି ପୁରା ଅଦା ରସୁଣ ପିଆଜ ସହିତ। ଏବେ ଗ୍ୟାସ୍ର ଫ୍ଲେମ୍କୁ ଲୋ କରିକି ଏଥିରେ ନେବା ହାଫ୍ ଚାମଚ ନର୍ମାଲ୍ ଲଙ୍କା ପାଉଡ଼ର, ହାଫ୍ ଚାମଚ କାଶ୍ମୀର ଲଙ୍କା ପାଉଡ଼ର, ହାଫ୍ ଚାମଚ ହଳଦୀ ପାଉଡ଼ର, 3ଟି କଞ୍ଚା ଲଙ୍କା। ଏବେ ଏଥିରେ ଅଳ୍ପ ଟିକେ ପାଣି ଦେଇକି ଆଉ କ'ଣ କରିବା ନା, 1 ମିନିଟ୍ ଭଲସେ କଷି ନେବା। ଆଉ ପାଣି ନଦେଲେ କ'ଣ ହେବ ନା, ଗୁଣ୍ଡ ମସଲାଟା ଆମର ଜଳିଯିବ। ଗ୍ୟାସ୍କୁ ଲୋ ଫ୍ଲେମ୍ରେ ରଖିକି ହିଁ ଆକୁ କଷିବା ଯେପର୍ଯ୍ୟନ୍ତ ଯେଉଁ ଆମେ ପାଣିଟା ଦେଇଛେ ସେ ପାଣିଟା ଆମର ଶୁଖିଯିବା ଦରକାର। ଦେଖନ୍ତୁ ମୁଁ ଏଥିରେ ଆଉ ଟିକେ ପାଣି ମଧ୍ୟ ଆଡ଼୍ କରୁଛି, କାହିଁକିନା ପାଣି ଆମର ମାନେ କମ୍ ଦେଖାହେଉଛି, ମସଲାଟା ଆମର ଭଲସେ ସିଝିବନି, ତେଣୁକରି ଏଥିରେ ମୁଁ ଆଉ ଟିକେ ପାଣି ଆଡ଼୍ କରିଛି। ଏବେ ଦେଖନ୍ତୁ ଆକୁ ଆମେ 1 ମିନିଟ୍ ଲୋ ଫ୍ଲେମ୍ରେ ଛାଡ଼ିଦେବା। ଆଉ 1 ମିନିଟ୍ ପରେ ଦେଖନ୍ତୁ ତାର ପାଣି ଗୁଡ଼ା ସବୁ ଯାକ ସୋକ୍ ହେଇଗଲାଣି, ମସଲା ବି ଭଲସେ ସିଝି ଯାଇଛି। ଏବେ କ'ଣ କରିବା, ଏଥିରେ ଆଉ ହାଫ୍ ଲିଟର ପାଣି ଏଥିରେ ଆମେ ଆଡ଼୍ କରିବା। ଆପଣ ଝୋଳ କେତେ ରଖିବେ ସେଇ ଅନୁସାରେ ଆପଣ ପାଣି ଦେବେ। ଯଦି ଆପଣ ପୁରା କମ୍ ଝୋଳ ରଖିବାକୁ ଚାହୁଁଛନ୍ତି ତାହେଲେ ଆଠୁ କମ୍ ପାଣି ଆପଣ ଆଡ଼୍ କରିବେ। ଆଉ ଯଦି ଅଧିକ ରଖିବାକୁ ଚାହୁଁଛନ୍ତି ତାହେଲେ ହାଫ୍ ଲିଟର ପାଣି ଏଥିରେ ଆଡ଼୍ କରିବେ। ଏବେ କ'ଣ କରିବା ନା, ଗ୍ୟାସ୍ର ଫ୍ଲେମ୍କୁ ପୁରା ହାଇ କରିନେବେ। ସେଥିରେ ଗୋଟେ ଫୁଟଣ ଆସିଲା ପରେ ଏବେ ଏଥିରେ ଆମେ ଭାଜିକି ରଖିଥିବା ମାଛକୁ ଆଡ଼୍ କରିବା। ଗ୍ୟାସ୍କୁ ପୁରା ହାଇ ଫ୍ଲେମ୍ରେ ହିଁ ରଖିଥିବେ। ଏବେ ମୁଁ ଏଥିରେ ନେଉଛି 2 ଚାମଚ ଜିରା ସୋରିଷ ପେଷ୍ଟ, ମାନେ ବାଟିକି ନେଇଛି ମୁଁ। ଏବେ ଏଥିରେ ଦେବା 1 ଚାମଚ ତେନ୍ତୁଳି ରସ, ଯେଉଁଟାକି ତରକାରୀର ଟେଷ୍ଟକୁ ଆହୁରି ବଢ଼େଇ ଦେବ। ସ୍ୱାଦ ଅନୁସାରେ ଲୁଣ ଏଥିରେ ଆମେ ଆଡ଼୍ କରିବା। ଆକୁ ଆମେ ଭଲସେ ଗୋଳେଇ ନେବା। ତେନ୍ତୁଳି ରସର କ୍ୱାଣ୍ଟିଟି ଆପଣଙ୍କ ହିସାବରେ ଆପଣ କମ୍ ବେଶୀ କରିପାରିବେ, ମାନେ କେତେ ଆପଣ ଖଟା ଖାଇବେ ସେଇ ଅନୁସାରେ ହିଁ ଦେବେ। ଏଠି ମୁଁ 1 ଚାମଚ ନେଇଛି, ମାନେ ତରକାରୀ ପାଇଁ ଠିକ୍ ରହିବ। ଏବେ କ'ଣ କରିବା ନା, ଆକୁ ଆମେ ଭଲସେ ଗୋଳେଇ ନେବା। ଭଲସେ ଗୋଳେଇକି ଆକୁ ପୁରା ହାଇ ଫ୍ଲେମ୍ରେ ରଖିବା 5 ମିନିଟ୍।
5 ମିନିଟ୍ ପରେ ଦେଖନ୍ତୁ ରେଡ଼ି ହେଇଗଲା ଆପଣଙ୍କର ଏ ରୋହି ମାଛ ଝୋଳ। ଆକୁ ଆପଣ ଅରୁଆ ସହିତ ଖାଆନ୍ତୁ, ଉଷୁନା ସହିତ ଖାଆନ୍ତୁ, ରୁଟି ସହିତ ଖାଆନ୍ତୁ, ସବୁଥିରେ ବହୁତ ବଢ଼ିଆ ଲାଗିବ। ଆଶା କରୁଛି ଏ ରେସିପିଟି ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିବ। ଏଇ ଟାଇପ୍ର ଥରେ ଆପଣ ବନେଇକି ଦେଖନ୍ତୁ, କେମିତି ଲାଗୁଛି ମୋତେ କମେଣ୍ଟ କରିକି ଜଣାନ୍ତୁ। ରହୁଛି ନମସ୍କାର। ଯଦି ଆମ ରେସିପିଟି ଆପଣମାନଙ୍କୁ ପସନ୍ଦ ଆସିଥାଏ ତେବେ ଆମ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲେନି। ସେ ପର୍ଯ୍ୟନ୍ତ ସମସ୍ତଙ୍କ ଦିନ ଶୁଭ କରିବାକୁ, ଘର ସମସ୍ତଙ୍କୁ ଭଲ ରଖିଥାନ୍ତୁ।